Good morning everyone. Welcome to Daily Learning. ଆଜି ଆମେ এই ଭିଡିଓରେ ଜିଓଗ୍ରାଫିର କେତେଟା MCQ ଡିସ୍କସନ କରିବା। ଏଟା ହଉଛି यार କ୍ଲାସ୍ ନମ୍ବର 8। ମୁଁ ଅଲରେଡି ୟା ପୂର୍ବରୁ କ୍ଲାସ୍ ସବୁ ଅପଲୋଡ କରିସାରିଛି। ଯଦି ଦେଖିନାହାନ୍ତି ଯାଇକି ଦେଖିନେବେ। ଯଦି ବିଏଡ୍ ପାଇଁ ପ୍ରିପେୟାର ହଉଛନ୍ତି ଏ ଭିଡିଓଟି ବହୁତ ହେଲ୍ପଫୁଲ ହବ। ତା ସହିତ OSSC PO ଜୁନିୟର ଆସିଷ୍ଟାଣ୍ଟ ଓଡ଼ିଶା ପୁଲିସ ପାଇଁ ବି ଯଦି ପ୍ରିପେୟାର ହଉଛନ୍ତି ଏ ଭିଡିଓଟି ବହୁତ ହେଲ୍ପଫୁଲ ହବ। ବିଏଡ୍ ର ଯୋଉ ଅଛି ହିଷ୍ଟ୍ରି ଆଉ ଜିଓଗ୍ରାଫିର ସବୁ MCQ ଆମେ ଅଲରେଡି ଥରେ କମ୍ପ୍ଲିଟ୍ କରିସାରିଛୁ। ତ ଦେଖିନାହାନ୍ତି ଯାଇକି ଦେଖିନେବେ। ଟିଚିଂ ଆପ୍ଟିଟ୍ୟୁଡ ଯାଇକି ପ୍ଲେଲିଷ୍ଟ ଚେକ୍ କରିକି ଦେଖିନେବେ। ତ ଦେଖିବା କଣ ଅଛି କ୍ୱେଶ୍ଚନ ଦେଇଛି ଏଠି କଣ ନା ଦିହାଙ୍ଗ ଦିବାଙ୍ଗ ବାୟୋସ୍ଫିୟର ରିଜର୍ଭ ଇଜ ଲୋକେଟେଡ୍ ଇନ୍ ହୁଇଚ୍ ଷ୍ଟେଟ୍ ଅଫ ଇଣ୍ଡିଆ। এই ଦିହାଙ୍ଗ ଦିବାଙ୍ଗଟା କୋଉ ଷ୍ଟେଟ ରେ ଲୋକେଟ କରୁଛି ବୋଲି ପଚାରୁଛି। ଅପସନ ଅଛି ସିକିମ, ଅରୁଣାଚଳ ପ୍ରଦେଶ, ଆସାମ ନା ନାଗାଲାଣ୍ଡ। ଏଠିକ ଉତ୍ତର କୋଉଟା ହବ? ଏଇ ଦିହାଙ୍ଗ ଦିବାଙ୍ଗଟା ଏଇ ଯୋଉଟା ବାୟୋସ୍ଫିୟର ରିଜର୍ଭ ଏଟା କୋଉଠି ଲୋକେଟ କରୁଛି? ଏଇ ଅରୁଣାଚଳ ପ୍ରଦେଶରେ। କୋଉଠି ଲୋକେଟ କରୁଛି? ଅରୁଣାଚଳ ପ୍ରଦେଶରେ ହିଁ ଏଇ ଦିହାଙ୍ଗ ଦିବାଙ୍ଗଟା ଲୋକେଟ କରୁଛି। ନେକ୍ସଟ କ୍ୱେଶ୍ଚନ ଶିମିଳିପାଳ ନ୍ୟାସନାଲ ପାର୍କ ଲୋକେଟେଡ୍ ଇନ୍ ହୁଇଚ୍ ଡିଷ୍ଟ୍ରିକ୍ଟ। ଏଇ ଯୋଉ ଓଡିଶାର ଯୋଉ ଶିମିଳିପାଳଟା ଅଛି ସେ କୋଉ ଡିଷ୍ଟ୍ରିକ୍ଟରେ ଲାଏ କରୁଛି ବୋଲି ପଚାରୁଛି। କୋରାପୁଟ, ମୟୂରଭଞ୍ଜ, ଗଞ୍ଜାମ ନା ସୁନ୍ଦରଗଡ଼। ଠିକ ଉତ୍ତର କୋଉଟା ହବ? ଏ ଶିମିଳିପାଳ ନ୍ୟାସନାଲ ପାର୍କ ମୟୂରଭଞ୍ଜରେ ହିଁ ଲୋକେଟ କରୁଛି। କୋଉଠି ଲୋକେଟ କରୁଛି? ମୟୂରଭଞ୍ଜରେ। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଦେଇଛି। ଦେଇଛି ମାନସ ନ୍ୟାସନାଲ ପାର୍କ ଇଜ ଲୋକେଟେଡ୍ ଇନ୍ ହୁଇଚ୍ ଷ୍ଟେଟ୍। ଏ ଯୋଉ ମାନସ ନ୍ୟାସନାଲ ପାର୍କଟା କୋଉ ଷ୍ଟେଟରେ ଲୋକେଟ କରୁଛି ବୋଲି ପଚାରୁଛି। ଅପସନ ଅଛି ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ ନା ସିକିମ। ଏଠିକ ଉତ୍ତର କୋଉଟା ହବ? ଏ ମାନସ ନ୍ୟାସନାଲ ପାର୍କଟା ଆସାମରେ ଲୋକେଟ କରୁଛି। କୋଉଠି ଲୋକେଟ କରୁଛି? ଆସାମରେ। ଏଇ ମାନସଟା କୋଉଠି ଯଦି ପଚାରିବ ଏ ମାନସଟା କୋଉଠି ଲୋକେଟ କରୁଛି? ଏଇ ଆସାମରେ। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଅଛି। देखिए मानस नेशनल पार्क इज फेमस फॉर व्हिच एंडेंजर्ड स्पीसीज। এই ଯୋଉ ମାନସ ନ୍ୟାସନାଲ ପାର୍କଟା କୋଉଠି ଅଛି ଆମେ ଜାଣିଲେ ଆସାମରେ ଅଛି। ସେଟା ସେଟା କଣ ପାଇଁ ଏଟା ଫେମସ? ଆଉ ଗୋଟେ ଏଣ୍ଡେଞ୍ଜର୍ଡ ସ୍ପେସିସ୍ ମୁଁ କାଲି କହିଦେଇଥିଲି ଏକ୍ସଟିଙ୍ଗ ସ୍ପେସିସ୍, ଏଣ୍ଡେଞ୍ଜର୍ଡ ସ୍ପେସିସ୍ ୟା ପୂର୍ବ ଭିଡିଓରେ ମୁଁ ଅପଲୋଡ କରିସାରିଛି। ତ ଦେଖିନାହାନ୍ତି ଯାଇକି ଦେଖିନେବେ। ଅପସନ ଅଛି କଣ ଏସିଆଟିକ ଲାୟନ, ୱାନ୍ ହର୍ନ ରାଇନୋସର୍ସ, ରେଡ୍ ପାଣ୍ଡା ନା ସ୍ନୋ ଲିଓପାର୍ଡ। ଏଠିକ କୋଉଟା ହବ? ଏ ମାନସ ନ୍ୟାସନାଲ ପାର୍କରେ କିଏ ଦେଖାଯାଆନ୍ତି? ୱାନ୍ ହର୍ନ ରାଇନୋସର୍ସ ମାନେ ଏକ ଶିଙ୍ଗିଆ ଗଣ୍ଡା ଏଇ ମାନସ ନ୍ୟାସନାଲ ପାର୍କରେ ଦେଖାଯାଆନ୍ତି। ଏ ମାନସ ନ୍ୟାସନାଲ ପାର୍କଟା କୋଉଠି ଅଛି? ଏଇ ଆସାମରେ ହିଁ ଅଛି। ନେକ୍ସଟ କ୍ୱେଶ୍ଚନ କାଞ୍ଚନଜଙ୍ଗା ନ୍ୟାସନାଲ ପାର୍କ ଇଜ ଲୋକେଟେଡ୍ ଇନ୍ ହୁଇଚ୍ ଷ୍ଟେଟ୍। କାଞ୍ଚନଜଙ୍ଗା ନ୍ୟାସନାଲ ପାର୍କଟା କୋଉ ଷ୍ଟେଟରେ ଲୋକେଟ କରୁଛି ବୋଲି ପଚାରୁଛି। ତାହେଲେ ଅଛି ଅପସନ ଅଛି କଣ ଅରୁଣାଚଳ ପ୍ରଦେଶ, ସିକିମ, ଆସାମ ନା ହିମାଚଳ ପ୍ରଦେଶ। ଏଠିକ ଉତ୍ତର କୋଉଟା ହବ? ଏଇ ସିକିମ। ସିକିମରେ ହିଁ କାଞ୍ଚନଜଙ୍ଗା ନ୍ୟାସନାଲ ପାର୍କଟା ଲୋକେଟ କରୁଛି। କୋଉଠି କରୁଛି? ସିକିମରେ। ଠିକ ଉତ୍ତର ହେଇଯିବ କୋଉଟା? ସିକିମ। ନେକ୍ସଟ କ୍ୱେଶ୍ଚନ କାଞ୍ଚନଜଙ୍ଗା ଇଜ ଦ ଡେସ୍ ହାଇଏଷ୍ଟ ମାଉଣ୍ଟେନ ଇନ ୱାର୍ଲଡ। ଯଦି ଆମେ ୱାର୍ଲଡ ୱାଇଡ ଦେଖିବା କାଞ୍ଚନଜଙ୍ଗାର ପ୍ଲେସ ଟା କେତେ? ଆଉ ଯଦି ପଚାରିବା ଆମ ଇଣ୍ଡିଆର ତାର ବି କେତେ ଦେଖିବା। ଏଠି ଫାର୍ଷ୍ଟ ପଚାରୁଛି କଣ ୱାର୍ଲଡ ରେ କାଞ୍ଚନଜଙ୍ଗାର ପ୍ଲେସ କୋଉଠି? ନାଇଁ ୱାର୍ଲଡ ଯଦି ୱାର୍ଲଡ ୱାଇଡ ଦେଖିବା କାଞ୍ଚନଜଙ୍ଗା ହଉଛି ଥାର୍ଡ ହାଇଏଷ୍ଟ ମାଉଣ୍ଟେନ। କଣ ହବ? ଏ ଥାର୍ଡ ହାଇଏଷ୍ଟ ମାଉଣ୍ଟେନ ହଉଛି କାଞ୍ଚନଜଙ୍ଗା। ଆଉ ଯଦି ଆମେ ଦେଖିବା ତାହେଲେ ଆମ ଇଣ୍ଡିଆରେ ସବୁଠୁ ହାଇଏଷ୍ଟ ମାଉଣ୍ଟେନ ପିକ୍ କୋଉଟା? ଏ କାଞ୍ଚନଜଙ୍ଗା। ଯଦି ଆମେ ଇଣ୍ଡିଆରେ ପଚାରିବ ତାହେଲେ ଏଟା ରହିବ 1 ନମ୍ବରରେ ଆଉ ୱାର୍ଲଡ ୱାଇଡ ଦେଖିଲେ ଏଟା 3 ନମ୍ବରରେ ହିଁ ରହୁଛି। ନେକ୍ସଟ କ୍ୱେଶ୍ଚନ ଦେଖିବା। ଆଚ୍ଛା ତାହେଲେ ଯଦି 3 ନମ୍ବର ରହୁଛି କାଞ୍ଚନଜଙ୍ଗା ତାହେଲେ 1 ନମ୍ବରରେ କିଏ ରହୁଛି ୱାର୍ଲଡ ୱାଇଡ ଦେଖିଲେ? ତାହେଲେ ଏଭରେଷ୍ଟ। ଏଭରେଷ୍ଟ ହଉଛି ସବୁଠାରୁ ଉଚ୍ଚତମ ଶୃଙ୍ଗ ବା ହାଇଏଷ୍ଟ ପିକ୍। ସେକେଣ୍ଡରେ ରହୁଛି K2 ଗଡେନୱେଷ୍ଟିନ, ଥାର୍ଡରେ ରହୁଛି କାଞ୍ଚନଜଙ୍ଗା। ଏଠି ପଚାରୁଛି କଣ ହ୍ୱାଟ ଇଜ ଦ ହାଇଏଷ୍ଟ ପିକ୍ ଇନ୍ ଇଣ୍ଡିଆ। ଇଣ୍ଡିଆର ସବୁଠାରୁ ହାଇଏଷ୍ଟ ପିକ୍ କୋଉଟା? ମାଉଣ୍ଟ ଏଭରେଷ୍ଟ, ନନ୍ଦା ଦେବୀ, କାଞ୍ଚନଜଙ୍ଗା ନା କମେତ। ଏଠିକୁ କୋଉଟା ହବ? ନା ଆମ ଇଣ୍ଡିଆର ହାଇଏଷ୍ଟ ପିକ୍ କୋଉଟା? ନା ଏବେ ଡିସ୍କସନ କଲେ କାଞ୍ଚନଜଙ୍ଗା ହଉଛି ସବୁଠାରୁ ଇଣ୍ଡିଆର ସବୁଠୁ ହାଇଏଷ୍ଟ ପିକ୍। ନେକ୍ସଟ କ୍ୱେଶ୍ଚନ ଦେଖିବା ଦେଇଛି ପାନ୍ନା ନ୍ୟାସନାଲ ପାର୍କ ଇଜ ଲୋକେଟେଡ୍ ଇନ୍ ହୁଇଚ୍ ଷ୍ଟେଟ୍। ଏଇ ପାନ୍ନା ନ୍ୟାସନାଲ ପାର୍କଟା କୋଉ ଷ୍ଟେଟରେ ଲୋକେଟ କରୁଛି ବୋଲି ପଚାରୁଛି। ଅପସନ ଅଛି ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ନା ଗୁଜରାଟ। ଏଠିକ ଉତ୍ତର କୋଉଟା ହବ? ଏଇ ପାନ୍ନା ନ୍ୟାସନାଲ ପାର୍କଟା ମଧ୍ୟପ୍ରଦେଶରେ ହିଁ ଲୋକେଟ କରୁଛି। କୋଉଠି ଲୋକେଟ କରୁଛି? ଯଦି ପାନ୍ନା ନ୍ୟାସନାଲ ପାର୍କଟା ଏଇ ମଧ୍ୟପ୍ରଦେଶରେ। ନେକ୍ସଟ କ୍ୱେଶ୍ଚନ ଦେଖିବା ଦେଇଛି ବନ୍ଦିପୁର ନ୍ୟାସନାଲ ପାର୍କ ଇଜ ଲୋକେଟେଡ୍ ଇନ୍ ହୁଇଚ୍ ଷ୍ଟେଟ୍। ଏଇ ଯୋଉ ବନ୍ଦିପୁର ନ୍ୟାସନାଲ ପାର୍କଟା କୋଉ ଷ୍ଟେଟରେ ଲୋକେଟ କରୁଛି ବୋଲି ପଚାରୁଛି। ଅପସନ ଅଛି କେରଳା, କର୍ଣ୍ଣାଟକ, ତାମିଲନାଡୁ ନା ଆନ୍ଧ୍ରପ୍ରଦେଶ। ଏଠିକ ଉତ୍ତର କୋଉଟା ହବ? ଏଇ କର୍ଣ୍ଣାଟକରେ ହିଁ ବନ୍ଦିପୁର ନ୍ୟାସନାଲ ପାର୍କଟା ଲୋକେଟ କରୁଛି। ଏଠିକ ଉତ୍ତର କୋଉଟା ହେଇଯିବ? କର୍ଣ୍ଣାଟକ। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଦେଇଛି। ବକ୍ସା ଟାଇଗର ରିଜର୍ଭ
is located in which state? এই বক্সা টাইগর রিজর্ভটা কোন স্টেটରେ লোকেট କରୁଛି ବୋଲି ପଚାରୁଛି। ଅପସନ ଅଛି ଆସାମ, ୱେଷ୍ଟବେଙ୍ଗଲ, ବିହାର ନା ମେଘାଳୟ। ଏଠିକ ଉତ୍ତର କୋଉଟା ହବ? এই ବକ୍ସା ଟାଇଗର ରିଜର୍ଭଟା କୋଉଠି? ଏଇ ୱେଷ୍ଟ ବେଙ୍ଗଲରେ ହିଁ ଲୋକେଟ କରୁଛି। ତାହେଲେ କୋଉଠି ଲୋକେଟ କରୁଛି? ୱେଷ୍ଟ ବେଙ୍ଗଲରେ। ନେକ୍ସଟ କ୍ୱେଶ୍ଚନ ଦେଖିବା, which of the following national park is located in ମଧ୍ୟପ୍ରଦେଶ? ଏଙ୍କ ଭିତରୁ କୋଉଟା ମଧ୍ୟପ୍ରଦେଶରେ ଲୋକେଟ କରୁଛି ବୋଲି ପଚାରୁଛି। ଅପସନ ଅଛି କାଜିରଙ୍ଗା, କାହ୍ନା, ଗିର ନା ଦାଛିଗ୍ରାମ। ଏ କାଜିରଙ୍ଗାଟା କୋଉଠି ଅଛି? ଆସାମର କାଜିରଙ୍ଗା ନ୍ୟାସନାଲ ପାର୍କ ଅଛି କୋଉଠି? ଆସାମରେ। ଆଉ ଗିରଟା କୋଉଠି ଅଛି? ଗୁଜରାଟରେ, ଯୋଉଟା କି ଏସିଆଟିକ ଲାୟନ ପାଇଁ ଫେମସ। ତାହେଲେ ମଧ୍ୟପ୍ରଦେଶରେ କିଏ ଅଛି? ଏ କାହ୍ନା ନ୍ୟାସନାଲ ପାର୍କଟା କୋଉଠି ଅଛି? ମଧ୍ୟପ୍ରଦେଶରେ। ନେକ୍ସଟ କ୍ୱେଶ୍ଚନ, ଆଚ୍ଛା କଣ କଣ ମଧ୍ୟପ୍ରଦେଶରେ କଣ କଣ ଅଛି ଯଦି ଦେଖିଦବା, ନା କାହ୍ନା ନ୍ୟାସନାଲ ପାର୍କ ଅଛି, ବାନ୍ଧବଗଡ ନ୍ୟାସନାଲ ପାର୍କ ଅଛି, ଆଉ ଗୋଟେ ଅଛି କଣ ନା ଏଇ ପେଞ୍ଚ ନ୍ୟାସନାଲ ପାର୍କ ଅଛି, ଆଉ କାହ୍ନା ନ୍ୟାସନାଲ ପାର୍କ। ଏଇ ଚାରିଟା ନ୍ୟାସନାଲ ପାର୍କ କୋଉଠି ଅଛି? ମଧ୍ୟପ୍ରଦେଶରେ। ମନେ ରଖିଦେଇଥିବେ କୋଉଟା? କାହ୍ନା, ବାନ୍ଧବଗଡ, ଆଉ ହଉଛି ପେଞ୍ଚ ନ୍ୟାସନାଲ ପାର୍କ, ଆଉ କାହ୍ନା ନ୍ୟାସନାଲ ପାର୍କ। ଏଟା କୋଉଠି ଅଛି? ମଧ୍ୟପ୍ରଦେଶରେ। ଏମପି ଲେଖିଦଉଛୁ, ତାହେଲେ କୋଉଠି ଅଛି? ଏଇ ମଧ୍ୟପ୍ରଦେଶରେ। ନେକ୍ସଟ କ୍ୱେଶ୍ଚନ, which is the oldest national park in India located in Uttarakhand? ଏଙ୍କ ଭିତରୁ କୋଉଟା ହଉଛି ଗୋଟେ ଓଲ୍ଡେଷ୍ଟ ନ୍ୟାସନାଲ ପାର୍କ ଯୋଉଟା କି ଉତ୍ତରାଖଣ୍ଡରେ ଲୋକେଟ କରୁଛି? ଅପସନ ଅଛି କାଜିରଙ୍ଗା, ଜିମ୍ କର୍ବେଟ, ବନ୍ଦିପୁର, କାହ୍ନା। ଏଠି ୟୁଜର କୋଉଟା ହବ? ଏଇ ଆମେ ୟା ପୂର୍ବରୁ ଡିସ୍କସନ କରିଥିଲେ, ବନ୍ଦିପୁରଟା କୋଉଠି ଅଛି? କର୍ଣ୍ଣାଟକର ବନ୍ଦିପୁର ଅଛି। କାହ୍ନା ନ୍ୟାସନାଲ ପାର୍କ କୋଉଠି ଅଛି? ନାଇଁ ମଧ୍ୟପ୍ରଦେଶରେ। କାଜିରଙ୍ଗା ଅଛି ଆସାମରେ। ତାହେଲେ ଏଠି ଉତ୍ତର କୋଉଟା ହବ? ଏଇ ଜିମ୍ କର୍ବେଟ। ଜିମ୍ କର୍ବେଟ କୋଉଠି ଅଛି? ନା ଉତ୍ତରାଖଣ୍ଡରେ ଲୋକେଟ କରୁଛି। ଇଏ ହଉଛି ସବୁଠାରୁ ଓଲ୍ଡେଷ୍ଟ ନ୍ୟାସନାଲ ପାର୍କ। ସବୁଠାରୁ ଓଲ୍ଡେଷ୍ଟ ନ୍ୟାସନାଲ ପାର୍କ କୋଉଟା? ଏଇ ଜିମ୍ କର୍ବେଟ। ନେକ୍ସଟ କ୍ୱେଶ୍ଚନ କଣ? ଏଇ ଜିମ୍ କର୍ବେଟଟା କୋଉଠି ଅଛି? ଉତ୍ତରାଖଣ୍ଡରେ ଅଛି। କଣ କଣ ଅଛି? ନା ଜିମ୍ କର୍ବେଟ ନ୍ୟାସନାଲ ପାର୍କ, ଆଉ ଅଛି କଣ ନା ରାଜାଜୀ ନ୍ୟାସନାଲ ପାର୍କ, ଭ୍ୟାଲି ଅଫ ଫ୍ଲାୱାର୍ସ ନ୍ୟାସନାଲ ପାର୍କ, ନନ୍ଦା ଦେବୀ ନ୍ୟାସନାଲ ପାର୍କ, ଗଙ୍ଗୋତ୍ରୀ ନ୍ୟାସନାଲ ପାର୍କ, ଆଉ ଗୋବିନ୍ଦ ନ୍ୟାସନାଲ ପାର୍କ। ଏଇ ଏତିକି ନ୍ୟାସନାଲ ପାର୍କ କୋଉଠି ଅଛି? ନାଇଁ ଉତ୍ତରାଖଣ୍ଡରେ ଏତିକି ସବୁ ଲୋକେଟ କରୁଛି। ମେନ୍ କୋଉଟା? ଏଇ ଜିମ୍ କର୍ବେଟ, ରାଜାଜୀ, ନନ୍ଦା ଦେବୀ, ଏଇ ତିନିଟା ହଉଛି କଣ ନା ଟିକେ ଇମ୍ପୋର୍ଟାଣ୍ଟ ଅଛି, ମନେ ରଖିଦେଇଥିବେ। ଏଇ ତିନିଟା କୋଉଠି ଅଛି? ଏଇ ଉତ୍ତରାଖଣ୍ଡରେ ହିଁ ଲୋକେଟ କରୁଛି। ନେକ୍ସଟ କ୍ୱେଶ୍ଚନ ଦେଖିବା, ଦେଖି ଗିର ନ୍ୟାସନାଲ ପାର୍କ is located in which state? ଏଇ ଗିର ନ୍ୟାସନାଲ ପାର୍କଟା କୋଉ ଷ୍ଟେଟରେ ଲୋକେଟ କରୁଛି ବୋଲି ପଚାରୁଛି। ଅପସନ ଅଛି ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର ନା କର୍ଣ୍ଣାଟକ। ଏଠି ଠିକ ଉତ୍ତର କୋଉଟା ହବ? ଏଇ ଗିରଟା ଗୁଜରାଟରେ ହିଁ ଲୋକେଟ କରୁଛି। ଗିର ନ୍ୟାସନାଲ ପାର୍କ କୋଉଠି ଅଛି? ଗୁଜରାଟରେ। କଣ ପାଇଁ ଫେମସ? ଏସିଆଟିକ ଲାୟନ ପାଇଁ। ନେକ୍ସଟ କ୍ୱେଶ୍ଚନ, ଗିର ନ୍ୟାସନାଲ ପାର୍କ ଇଜ ଫେମସ ଫର which species? କୋଉ ସ୍ପେସିସ୍ ପାଇଁ ଏଟା ଫେମସ? ବେଙ୍ଗଲ ଟାଇଗର, ଏସିଆଟିକ ଲାୟନ, ସ୍ନୋ ଲିଓପାର୍ଡ ନା ହ୍ୱାଟ ହର୍ନ ରାଇନୋସରସ। ମାନେ ଏଠି ଉତ୍ତର କୋଉଟା ହବ? ଏଇ ଗିର ନ୍ୟାସନାଲ ପାର୍କଟା ଏସିଆଟିକ ଲାୟନ ପାଇଁ ଫେମସ। ନେକ୍ସଟ କ୍ୱେଶ୍ଚନ, ଦୁଧୱା ନ୍ୟାସନାଲ ପାର୍କ is located in which state? ଏଇ ଦୁଧୱା ନ୍ୟାସନାଲ ପାର୍କଟା କୋଉ ଷ୍ଟେଟରେ ଲୋକେଟ କରୁଛି ବୋଲି ପଚାରୁଛି। ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ନା ଉତ୍ତରାଖଣ୍ଡ। ଏଠିକ ଉତ୍ତର କୋଉଟା ହବ? ନାଇଁ ପ୍ରଦେଶରେ ହିଁ ଦୁଧୱା ନ୍ୟାସନାଲ ପାର୍କଟା ଲୋକେଟ କରୁଛି। ଏଠିକ ଉତ୍ତର କୋଉଟା ହବ? ଉତ୍ତରପ୍ରଦେଶ। ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଦେଇଛି। which is the most famous bird sanctuary in ଓଡିଶା? ଓଡିଶାର ଗୋଟେ ଅଛି କଣ ନା ଫେମସ ବାର୍ଡ ସାଙ୍କ୍ଚୁରୀ କୋଉଟା? ଅପସନ ଅଛି କେରେଡିଓ, ନାଳବଣ ବାର୍ଡ ସାଙ୍କ୍ଚୁରୀ, ଆଉ ଗୋଟେ ହଉଛି କଣ ଏଟା ବେଦାନ୍ତଗଲ, ସୁଲତାନପୁର। ଏଠିକୁ ଉତ୍ତର କୋଉଟା ହବ? ନା ଓଡିଶାର ଚିଲିକାରେ କୋଉଟା ଅଛି? ଏ ନାଳବଣ ବାର୍ଡ ସାଙ୍କ୍ଚୁରୀଟା ଅଛି ନା ନାଇଁ? ତାହେଲେ ଏଟା ଠିକ ଉତ୍ତର କୋଉଟା ହବ? ଏଇ ନଳବଣ ବାର୍ଡ ସାଙ୍କ୍ଚୁରୀ। ନେକ୍ସଟ କ୍ୱେଶ୍ଚନ, ଏ ନଳବଣ ବାର୍ଡ ସାଙ୍କ୍ଚୁରୀ ଇଜ ମେନଲି ଫେମସ ଫର। ଆଚ୍ଛା ଏଟା କଣ ପାଇଁ ଫେମସ କହିଲ ଚିଲିକାଟା? ଏସିଆଟିକ ଲାୟନ ପାଇଁ ନା ମାଇଗ୍ରେଟୋରୀ ସ୍ପେସିସ୍ ନା ରେଡ ପାଣ୍ଡା ନା ଅଲିଭ ବ୍ରିଡଲ ଟର୍ଟଲ। ଏଠିକ ଉତ୍ତର କୋଉଟା ହବ? ନାଇଁ ନାଳବଣଟା କଣ ପାଇଁ ଦରକାର? ଏଇ ମାଇଗ୍ରେଟୋରୀ ସ୍ପେସିସ୍ ପାଇଁ ହିଁ ଫେମସ। କାହିଁକି ନା ଆମେ ପଢିଥିଲେ କଣ ନା ଏଇ ଯୋଉ ଯୋଉ ଅତ୍ୟଧିକ ଥଣ୍ଡା ହଉଥିବା ଅଞ୍ଚଳରୁ, ଯେମିତି ସାଇବେରିଆରୁ ପକ୍ଷୀମାନେ ଉଡି ଆସି ଶୀତ ଋତୁରେ ଏଇ ଚିଲିକାକୁ ହିଁ ପଳେଇ ଆସନ୍ତି। ସେଇଟା ସେଥିପାଇଁ ଏଟା କଣ ପାଇଁ ଫେମସ? ନା ମାଇଗ୍ରେଟୋରୀ ବାର୍ଡସ ପାଇଁ ହିଁ ଫେମସ। ଆଉ ଅଲିଭ ବ୍ରିଡଲ ପାଇଁ କୋଉଟା? ଆମର ଭିତରକନିକାର ଯୋଉ ଗହିରମଥା। ନେକ୍ସଟ କ୍ୱେଶ୍ଚନ, ଭରତପୁର ବାର୍ଡ ସାଙ୍କ୍ଚୁରୀ ଇଜ located in which state? এই ଭରତପୁର ବାର୍ଡ ସାଙ୍କ୍ଚୁରୀଟା କୋଉ ଷ୍ଟେଟରେ ଲୋକେଟ କରୁଛି ବୋଲି ପଚାରୁଛି। ଅପସନ ଅଛି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ନା ହରିୟାଣା। ଏଠିକ ଉତ୍ତର କୋଉଟା ହବ? ଏଇ
ରାଜସ୍ଥାନ ରେ ହିଁ ଭରତପୁର ବାର୍ଡ ସାଞ୍ଚୁରୀଟା ଲୋକେଟ କରୁଛି। ତାକୁ କଣ କୁହନ୍ତି ନା କେଲେଡିଓ ବାର୍ଡ ସାଞ୍ଚୁରୀ କୁହାଯାଏ। କୋଉଠି ଅଛି? ରାଜସ୍ଥାନ। ନେକ୍ସଟ କ୍ୱେଶ୍ଚନ ଦେଖିବା। କିଛି ଭରତପୁର ବାର୍ଡ ସାଞ୍ଚୁରୀ ଇଜ ଅଲସୋ ନୋନ୍ ଆଜ୍। ଏଇ ଭରତପୁର ବାର୍ଡ ସାଞ୍ଚୁରୀ କୁ ଆଉ କୋଉ ନାଁରେ ଜଣା? ନଳ ସରୋବର, ସୁଲତାନପୁର, କେଲେଡିଓ ନା ଚିଲିକା ସାଞ୍ଚୁରୀ? ଠିକ ଉତ୍ତର କୋଉଟା ହବ? ଏଇ କେଲେଡିଓ ନ୍ୟାସନାଲ ପାର୍କ ରୂପେ ୟାକୁ ଜାଣନ୍ତି ବା କେଲେଡିଓ ବାର୍ଡ ସାଞ୍ଚୁରୀ ରୂପେ ବି ଜାଣନ୍ତି। କୋଉଠି ଅଛି? ଭରତପୁରଟା ରାଜସ୍ଥାନରେ। ନେକ୍ସଟ କ୍ୱେଶ୍ଚନ। ଭେମ୍ବାନ୍ଦ ଲେକ୍ ଇଜ ଲୋକେଟେଡ୍ ଇନ୍ ହୁଇଚ୍ ଷ୍ଟେଟ୍? ଏଇ ଭେମ୍ବାନ୍ଦ ଲେକ୍ ଟା କୋଉ ଷ୍ଟେଟ ରେ ଲୋକେଟ କରୁଛି ବୋଲି ପଚାରୁଛି? ତାମିଲନାଡୁ, କର୍ଣ୍ଣାଟକ, କେରଲା ନା ଆନ୍ଧ୍ରପ୍ରଦେଶ? ଏଠିକ ଉତ୍ତର କୋଉଟା ହବ? ଏଇ ଭେମ୍ବାନ୍ଦ ଟା କୋଉଠି? ନା ଏଇ କେରଲାରେ ଲୋକେଟ କରୁଛି। କୋଉଟା? ଏଇ ଭେମ୍ବାନ୍ଦ ଟା। ଏଠିକ ଉତ୍ତର କୋଉଟା ହେଇଯିବ? କେରଲା। ନେକ୍ସଟ କ୍ୱେଶ୍ଚନ ଦେଖିବା। ରିଚି ଏଟା Periyar Wildlife Sanctuary is located in which state? ଏ Periyar Wildlife Sanctuary ଟା କୋଉ state ରେ locate କରୁଛି ବୋଲି ପଚାରୁଛି? କର୍ଣ୍ଣାଟକ, ତାମିଲନାଡୁ, କେରଲା ନା ଆନ୍ଧ୍ରପ୍ରଦେଶ? ଏଠିକ ଉତ୍ତର କୋଉଟା ହେଇଯିବ? ଏଇ କେରଲା। ଏ Periyar ଟା କୋଉଠି locate କରୁଛି? କେରଲାରେ। ନେକ୍ସଟ କ୍ୱେଶ୍ଚନ ଦେଖିବା। ଯଦି ପଚାରିବ ଏଇଟା କଣ ପାଇଁ ଫେମସ? ନା ଏଇଟା ଏଲିଫେଣ୍ଟ ପାଇଁ ହିଁ ଫେମସ। ନେକ୍ସଟ କ୍ୱେଶ୍ଚନ। କାଜିରଙ୍ଗା ନ୍ୟାସନାଲ ପାର୍କ ଇଜ ଫେମସ ଫର ହୁଇଚ ଆନିମାଲ? କାଜିରଙ୍ଗା ନ୍ୟାସନାଲ ପାର୍କ ଟା କୋଉଠି ଅଛି? ଆସାମରେ ଅଛି। ସେଟା କଣ ପାଇଁ ଫେମସ? ରୟାଲ ବେଙ୍ଗଲ ଟାଇଗର ପାଇଁ, ୱାନ ହର୍ନ ରାଇନୋସର୍ସ ପାଇଁ, ଏସିଆଟିକ ଲାୟନ ନା ସ୍ନୋ ଲେଓପାର୍ଡ? ଏଠିକ ଉତ୍ତର କୋଉଟା ହବ? ଏଇ ୱାନ ହର୍ନ ରାଇନୋସର୍ସ ପାଇଁ କାଜିରଙ୍ଗା ନ୍ୟାସନାଲ ପାର୍କ ଫେମସ। ନେକ୍ସଟ କ୍ୱେଶ୍ଚନ। କାଜିରଙ୍ଗା ନ୍ୟାସନାଲ ପାର୍କ ଇଜ ଲୋକେଟେଡ୍ ଇନ୍ ହୁଇଚ୍ ଷ୍ଟେଟ୍? ଏ କାଜିରଙ୍ଗା ନ୍ୟାସନାଲ ପାର୍କ ଟା କୋଉ ଷ୍ଟେଟ୍ ରେ ଲୋକେଟ କରୁଛି ବୋଲି ପଚାରୁଛି? ଅପସନ ଅଛି ଆସାମ, ମେଘାଳୟ, ୱେଷ୍ଟ ବେଙ୍ଗଲ ନା ତ୍ରିପୁରା? ଏଟା ଠିକ ଉତ୍ତର କୋଉଟା ହବ? ଏଇ ଆସାମରେ ହିଁ କାଜିରଙ୍ଗା ନ୍ୟାସନାଲ ପାର୍କ ଲୋକେଟ କରୁଛି। ଆଉ ଏଇ କାଜିରଙ୍ଗା ନ୍ୟାସନାଲ ପାର୍କ କଣ ପାଇଁ ଫେମସ? ନା ଏଇ ୱାନ ହର୍ନ ରାଇନୋସର୍ସ ପାଇଁ। ତ ଆଜି ଆଉ ଏଇ ଭିଡିଓରେ ଏତିକି। ଯଦି ଭିଡିଓଟି ଭଲ ଲାଗୁଛି ତାକୁ ଲାଇକ୍ କରନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ, ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଆଉ ଆଉ ଯଦି ବିଏଡ୍ ପାଇଁ ପ୍ରିପେୟାର ହଉଛନ୍ତି ତାହେଲେ ଚ୍ୟାନେଲଟିକୁ ଭିଜିଟ୍ କରିକି ତା ପ୍ଲେଲିଷ୍ଟ ଚେକ୍ କରିକି ସବୁ ଯାହା ଭିଡିଓ ହେଇଛି ଦେଖିନିଅନ୍ତୁ। ଥ୍ୟାଙ୍କ ୟୁ।